জয় মা ভগবতী নমস্তুতে। আলো এই সুবর্ণপুরକୁ ছত্র ছায়া তলে ঘଣ୍ଟ ଘୋଡ଼େଇ ରଖିଥାଲୋ ମା। ଓ ହଉଛି এই ସୁବର୍ଣ୍ଣପୁରର ରାଜା ସୁରେନ୍ଦ୍ର ସେନଙ୍କ ସାନ ଭାଇ। ମୋ ନାଁଟା ହଉଛି ବିକ୍ରମ ସେନ। ଆଜକୁ 30-35 ବର୍ଷ ହେଇଗଲା ସିନା ମୋ ବଡ଼ ଭାଇ ମୋ ପାଇଁ ଆଜି ପର୍ଯ୍ୟନ୍ତ ଚିନ୍ତା କରିନାହାନ୍ତି। ସଦା ସର୍ବଦା ତାଙ୍କ ପ୍ରଜା ସେନାପତି ଗହଣରେ ମିଶି ଆଜି ପର୍ଯ୍ୟନ୍ତ ମୋ କଥାକୁ ଭୁଲି ଯାଇଛନ୍ତି। ହେଲେ ମୋ ବଡ଼ ଭାଇ ଯେତେବେଳେ ମୋ କଥାକୁ ଭୁଲି ଯାଇଛନ୍ତି, ମୁଁ କାହିଁକି ତାଙ୍କର ଚିନ୍ତା କରିବି? ଦରକାର ପଡ଼ିଲେ ଏଇ ସୁବର୍ଣ୍ଣପୁରକୁ 2 ଭାଗ କରିଦେବି। ଆଜି ଆସନ୍ତୁ। ଆଜି ଆସିଲେ ମୋ ବଡ଼ ଭାଇ ସହିତ ସଫା ସଫା ସବୁ କହିଦେବି। ହଁ, ସବୁ କହିଦେବାକୁ ପଡ଼ିବ। अरे भाई विक्रम कौन अच्छी कि भाई कहीं एमती मन दुख कर बस रे भाई। ବଡ଼ ଭାଇ ପ୍ରଣାମ। ओ हेला भाई हेला कौन है भाई कहीं एमती मुह तलक कर बस रही। ନାଇଁ ବଡ଼ ଭାଇ ସେମିତି କିଛି ନୁହଁ। ହେଲେ ବଡ଼ ଭାଇ ଆପଣଙ୍କୁ ତ ମୁଁ କେବେ ଏମିତି ଦେଖିନଥିଲି। ଆଜି କାହିଁକି ଆପଣଙ୍କ ମୁହଁଟା ହସ ହସ ଚେହେରାରେ ପରିପୂର୍ଣ୍ଣ? हाँ भाई विक्रम आज कौन तू जानिनु? ବଡ଼ ଭାଇ अरे आज परा पवित्र शारदीय नवरात्र मांकर नवरात्रि आज हूँ प्रथम दिन। ହଁ ବଡ଼ ଭାଇ आई प्रथम दिन में धरा पृष्ठ में माँ शैलापुत्री भाव में अवतीर्ण हो भक्तर मनस्कामना पूर्ण करुछंती। ହଁ ବଡ଼ ଭାଇ आज तो बड़ भाई मनस्कामना पूर्ण हो जाए भाई। ବଡ଼ ଭାଇ हाँ हाँ ଆପଣ କ'ଣ କହୁଛନ୍ତି ବଡ଼ ଭାଇ? ମୁଁ ଜମାରୁ କିଛି ବୁଝିପାରୁନି। बुझीपारुनु ହଁ ବଡ଼ ଭାଇ तू तो जानिछु तो बड़ भाई संतान निमित्त 2 स्त्री बाहा हो सारी ହଁ ତ ବଡ଼ ଭାଇ किंतु भगवान आम डाक आज पर्यंत शुणी नथिले। हेले आज आम डाक शुणी आउ तो बड़ भाउज माँ हेबाकु जाउछंती रे भाई। माँ ବଡ଼ हेबाकु ଭାଇ जाउछंती। ଆପଣ କ'ଣ କହୁଛନ୍ତି ଭାଇ? अरे भाई ହେ ମା ଭଗବତୀ, ଆଜି ଏ ଖୁସିର ମୁହୂର୍ତ୍ତକୁ ମୁଁ ବହୁତ ଖୁସି ହେଉଛି ବଡ଼ ମା। ହଁ, ଆଜି ଆମ ସୁବର୍ଣ୍ଣପୁର ରାଜଭବନରେ ଖୁସିର ବାର୍ତ୍ତା ଶୁଣୁଛୁ। हाँ भाई विक्रम सही खुशी खबर जनवा तो मु अति शीघ्र तो पाखक चली आसी रे ଏ ତ भाई। ବହୁତ ବଡ଼ ଖୁସିର କଥା ବଡ଼ ଭାଇ। ହଁ, ମୁଁ ବହୁତ ଖୁସି। हेले ବଡ଼ ଭାଇ विक्रम ବଡ଼ ଭାଇ आउ कईटा दिन पर जेते बेले तो भाउज गर्भरु संतान टे जन्म हेबो। ବଡ଼ ଭାଇ अरे मते तो बापा डाकिबो ହଁ ବଡ଼ ଭାଇ तो भाउज को मां डाकिबो। ହଁ आउ ता सहित अरे तू होई जेबु सानो बापा रे ହଁ सानो ବଡ଼ ଭାଇ बापा। ମୁଁ ହେଇଯିବି ସାନ ବାପା। हाँ, आउ जेते बेले से छुआटा ए दुनिया दांड रे चालीबा शिखिबो ହଁ ବଡ଼ ଭାଇ से परा तो हाथ धरी दुनिया दांड रे चालिबो। ହଁ ବଡ଼ ଭାଇ आउ याडू सियाडू किणवा पाई तते अली अझट करिवो। ନିଶ୍ଚୟ ବଡ଼ ଭାଇ। ଆଉ ମୋତେ କ'ଣ କହିବ ଜାଣିଛ? कौन कहिवो? ସାନ ବାପା, ଆଜିଙ୍କ ପାଇଁ ତମେ ଘୋଡ଼ା ହେଇଯାଅ। ମୁଁ ତମ ପିଠି ଉପରେ ବସି ଇଆଡ଼େ ସିଆଡ଼େ ବୁଲାବୁଲି କରିବି। ତା ପାଇଁ ମୁଁ ଘୋଡ଼ା ହେଇକି ବୁଲିବି ଆଉ। अरे पगला सेई तो हम पाई खुशी रो विषय रे ହଁ भाई। ବଡ଼ ଭାଇ जा ମୁଁ ବି ବହୁତ खोजुथिलु ଖୁସି। जा खोजुथिलु आज ता हमको हाँ, मिली बड़ा अछि। हेले भाई ବଡ଼ ଭାଇ आज गोटाए कथा मो मुंडा मथे सबले चिंता करी दउछि। କ'ଣ ବଡ଼ ଭାଇ? आ सेटा होछि से अपराधी लाला सामंतराय। ଦାଦା हाँ तू तो जानिछु लाला सामंतराय अनेक दिन होइगला बंदी जीवन यापन करुछि। ହଁ ବଡ଼ ଭାଇ आज पर्यंत तार दंड विधान होइनी। सेथिपाई मो भाबुछि ताकु नियाति गोटे दंडरे दंडित कले भलो हेबो। ନିଶ୍ଚୟ ବଡ଼ ଭାଇ। हेले कह भाई ताकु केउ दंडरे दंडित करिबा? ଆପଣ ପୁଣି ଏତେ ବଡ଼ ଦାୟିତ୍ୱଟା ମୋହରି ଉପରେ? विक्रम तू कौन जानिनु तो बड़ भाई राजा सुरेंद्र सेन जेते बेले जहा निष्पत्ति ने सब बेले तोर परामर्श लोड़ी थाए। ଜାଣିଛି ବଡ଼ ଭାଇ। आ आज कहीं तो बिना परामर्श रे ताकु दंड देबे रे भाई। कह भाई की अपराध ताकु केउ दंड देले उचित हबो ताकु कह भाई विक्रम कह। ଠିକ ଅଛି ବଡ଼ ଭାଇ, ମୋତେ ଟିକେ ଭାବିବାକୁ ଦିଅ। निश्चय समय दउछि तते ହଁ ବଡ଼ ଭାଇ भाभी चिंती कह भाई भाभी चिंती कह। ହଁ ବଡ଼ ଭାଇ। ଲାଲା ସାମନ୍ତରାୟ ଅନେକ ଦିନରୁ ଏଇ ରାଜା କାରାଗାର ଭିତରେ ବନ୍ଦୀ ହେଇ ରହିଛି। ହେଲେ ଲାଲା ସାମନ୍ତରାୟକୁ ଯେମିତି ହେଲେ ବି ମୋ ଅସ୍ତ୍ର ସଜାଇବାକୁ ହେବ। ମୋ ବଡ଼ ଭାଇକୁ ମିଛ କହିବାକୁ ହେବ। ହଁ ବଡ଼ ଭାଇ,
ଭାଇ ମୁଁ କଣ କହୁଥିଲି କି କଣ କହୁଥିଲେ ଭାଇ? ଲାଲା ସାମନ୍ତରାୟକୁ ଯଦି ଆମେ ଫାଶୀ ଦଣ୍ଡରେ ଦଣ୍ଡିତ କରିଦେବା ତାହେଲେ ରାଜ୍ୟବାସୀ ଆପଣଙ୍କୁ ସମସ୍ତେ କହିବେ ଗୋଟିଏ ମଣିଷକୁ ଟିକେ ଭୁଲ ପାଇ ରାଜା ସୁରେନ୍ଦ୍ର ସେନ ଫାଶୀ ଦଣ୍ଡରେ ଦଣ୍ଡିତ କରିଦେଲେ ବୋଲି। ତେଣୁକରି ମୁଁ କଣ କହୁଥିଲି କି କହ ଭାଇ। ଲାଲା ସାମନ୍ତରାୟକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଉ। ଉଚିତ ପରାମର୍ଶ ଦେଇଛୁ ଭାଇ। ହଁ ବଡ଼ ଭାଇ। ମୁଁ ମଧ୍ୟ ସେଇ ଚିନ୍ତା କରୁଥିଲି। କାହିଁକି ନା ଲାଲା ସାମନ୍ତରାୟକୁ ଆମେ ଯଦି ଫାଶୀ ଦଣ୍ଡରେ ଦଣ୍ଡିତ କରିଦେବା ହଁ। ତାହେଲେ ସେ ଦୁଃଖ କଣ କଷ୍ଟ କଣ ଜାଣିପାରିବନି। ହଁ ବଡ଼ ଭାଇ। ସେଥିପାଇଁ ତାକୁ ଯଦି ଆମେ ଚିର ଦିନ ପାଇଁ ଆଜୀବନ କାରାଦଣ୍ଡ ଦେବା ତାହେଲେ ଭୋକ ଉପାସରେ ଛଟପଟ ହୋଇ ମରିବ। ହଁ ବଡ଼ ଭାଇ। ଦୁଃଖ ଯନ୍ତ୍ରଣା ଭୋଗ କରିବ। ହଁ ବଡ଼ ଭାଇ। ଠିକ ଅଛି ଭାଇ। ତାହେଲେ ଆସନ୍ତା କାଲି ରାଜସଭାରେ ଲାଲା ସାମନ୍ତରାୟକୁ ଆମେ ଚିରଦିନ ପାଇଁ ସବୁଦିନ ପାଇଁ ତାକୁ ଦଣ୍ଡ ଦେବାରେ ଭାଇ। ଠିକ ଅଛି ବଡ଼ ତେଣୁ ତାକୁ ଆଜୀବନ କାରାଦଣ୍ଡ ଶୁଣାଇଦେବା। ହଁ ବଡ଼ ଭାଇ। ଏଇ ଖବରଟା ରାଜ୍ୟ ସାରା ସମସ୍ତଙ୍କୁ ଜଣେଇଦେ ଭାଇ। ଠିକ ଅଛି ବଡ଼ ଭାଇ। ତାହେଲେ ଗୋଟାଏ କଥା ଭାଇ, ବଡ଼ ଭାଇ। ମୁଁ ଯାଉଛି କିଛି ସମୟ ବିଶ୍ରାମ କରିବି, ବଡ଼ ଭାଇ। କିନ୍ତୁ ମୋ କଥାରେ ତୁ କେବେ ହେଲେ ଅବହେଳା କରିବୁନି। ଆଇ ବଡ଼ ଭାଇ। ନିଶ୍ଚୟ ମୋ କର୍ତ୍ତବ୍ୟଟା ପାଳନ କରିବୁ ରେ ଭାଇ। ଠିକ ଅଛି ବଡ଼ ଭାଇ। ତାହେଲେ ଆସୁଛି ଭାଇ। ହଉ ବଡ଼। ଆସୁଛି। রাজা সুরেন্দ্র সেন তা জীবনঠু বি মতে অধিক ভাল পায় ହେଲେ ମୋ ବଡ଼ ଭାଇକୁ ମୁଁ ଜମାରୁ ବି ଭଲ ପାଇନି। ମୁଁ ସଦା ସର୍ବଦା ଚିନ୍ତା କରେ ଏ ସୁବର୍ଣ୍ଣପୁରରେ ଯେମିତି ମୋ ବଡ଼ ଭାଇକୁ ତଳି ଦେଇ ମୁଁ ହେବି ଏଇ ସୁବର୍ଣ୍ଣପୁରର ଅଧିପତି। ହେଲେ କିଛି ନା କିଛି ଗୋଟେ କରିବାକୁ ପଡ଼ିବ। विक्रम ए विक्रम ସାନ ଭାଉଜ ପ୍ରଣାମ। ସାନ ଭାଉଜ विक्रम କଣ ହେଇଛି? ମୁହଁଟା ଶୁଖିକି କଲା କାଠ ପାଲଟି ଯାଇଛି। जानिछ विक्रम जानिछ ସାନ ଭାଉଜ ମୋ ଜୀବନରେ ନା ମୋ ଜୀବନର ଅମାବାସ୍ୟାର ଅନ୍ଧକାର ମାରି ଆସୁଛି ବିକ୍ରମ ଅମାବାସ୍ୟାର ଅନ୍ଧକାର ମାରି ଭାଉଜ ଆସୁଛି। ତମେ କଣ କହୁଛ? ତମେ ଯାହା ସବୁ କହୁଛ ମୁଁ କିଛି ବି ବୁଝିପାରୁନି। ହଁ ବିକ୍ରମ ହଁ ଜାଣିଛ ବିକ୍ରମ ଭାଉଜ ମୋ ଜୀବନରେ ନା ସତରେ ବିକ୍ରମ ମୋ ଜୀବନରେ ଅନ୍ଧକାରର ମାରି ଆସୁଛି। ଜାଣିଛ ବିକ୍ରମ ମୁଁ ଗୋଟିଏ ଅନ୍ଧକାରର ଜନ୍ମ। ମୁଁ କାହାକୁ ଆଲୋକ ଦେଇପାରୁଛି ନା ମୁଁ ନିଜେ ଆଲୋକିତ ଦେଇପାରୁଛି। ମୋ ଜୀବନରେ ଖାଲି ଅମାବାସ୍ୟାର ଅନ୍ଧକାର ବିକ୍ରମ ଅମାବାସ୍ୟାର ଅନ୍ଧକାର। ସାନ ଭାଉଜ ତମେ କଣ କହୁଛ ମୁଁ ଜମାରୁ କିଛି ବୁଝିପାରୁନି। ଅମାବାସ୍ୟାର ଅନ୍ଧକାର ପୂର୍ଣ୍ଣିମା ଚାନ୍ଦ ମୁଁ ଏମିତି କହିଲେ କିଛି ବୁଝିପାରୁନି। ଯାହା କହିବ ମନ ଖୋଲିକି କହିବ। ହଁ ଛାଡ଼ ଛାଡ଼ ବିକ୍ରମ ଛାଡ଼। ହେଲେ ବିକ୍ରମ ଭାଉଜ ସତରେ ବିକ୍ରମ ହଁ ତମକୁ ତମ ବଡ଼ ଭାଇ କଣ ସତରେ ଭଲ ପାଆନ୍ତି? ହଁ ତ ମୋ ବଡ଼ ଭାଇ ତାଙ୍କ ଜୀବନଠୁ ବି ମତେ ଅଧିକ ଭଲ ପାଆନ୍ତି। ସତରେ ହଁ ହଁ ତ ପାଉଥିବେ ନିଶ୍ଚୟ। ହେଲେ ବିକ୍ରମ ଶୁଣ ତମକୁ ନା ତମର ବୟସ ଗଡ଼ିଗଲାଣି। ତମ ବଡ଼ ଭାଇ କେବେ କଣ ତମର ବାହାଘର ପ୍ରସ୍ତାବ ନେଇକି ଆସିଛନ୍ତି? କୁହ ବିକ୍ରମ କୁହ। ନାଇଁ ତ ଭାଉଜ ନାଇଁ 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 ଏ କଥା ବଡ଼ ଭାଇ ମୋର ଚିନ୍ତା କରିନାହାନ୍ତି। ହଁ ଜାଣିଛ ବିକ୍ରମ ଜାଣିଛ ଭାଉଜ ତମ ବଡ଼ ଭାଇ ଜଣେ ନା ସ୍ୱାର୍ଥପର। ହଁ ସ୍ୱାର୍ଥପର। ଭାଉଜ ମୋ ବଡ଼ ଭାଇକୁ ତମକୁ ଏମିତି କହିବାକୁ ଟିକେ ଡର ଲାଗିଲାନି କାହିଁକି? ମୋ ବଡ଼ ଭାଇ ସ୍ୱାର୍ଥପର ହଁ ତାହା ପୁଣି ମୋ ସାମ୍ନାରେ। ଜାଣିଛ ବିକ୍ରମ ଭାଉଜ ତମ ବଡ଼ ଭାଇ ନା ତମ ବଡ଼ ଭାଉଜକୁ ବାହା ହେଲେ ତାଙ୍କର ସନ୍ତାନ କିଛି ନହେଲା ବେଳେ କି ମୋତେ ତୃତୀୟ ବିବାହ କଲେ। ହେଲେ ଜାଣିଛ ଭାଉଜ ମୋର ବି କିଛି ସନ୍ତାନ ସନ୍ତତି ନାହିଁ। ଯଦି ସେ ଚାହିଁଥାନ୍ତେ ନା ତମର ତ ବୟସ ଗଡ଼ିଗଲାଣି ତମକୁ ବାହାଘର କରିଦେଇଥାନ୍ତେ ଆଉ ତମର ସନ୍ତାନ ବି ସନ୍ତତି ହୋଇଥାନ୍ତା। ହେଲେ ତମର ସନ୍ତାନକୁ ନା ଏ ରାଜ୍ୟ ସିଂହାସନ ରାଜନ କରିଥାନ୍ତେ। ହେଲେ କାହିଁକି ବାହା କଲେ ଜାଣିଛ? ତମେ ଠିକ କହିଛ ଭାଉଜ। ମୋ ବଡ଼ ଭାଇ ତାଙ୍କ ନିଜ ସ୍ୱାର୍ଥ ପାଇଁ ଆଜି ପର୍ଯ୍ୟନ୍ତ ମୋ କଥାଟାକୁ ଚିନ୍ତା କରିନାହାନ୍ତି। ହଁ ଆଉ ଗୋଟା କଥା ସାନ ଭାଉଜ ହଁ ମୁଁ ଶୁଣିବାକୁ ପାଇଲି କଣ ଶୁଣୁଛ? ବଡ଼ ଭାଉଜ କଣ ମା ହେବାକୁ ଯାଉଛି। ହଁ ବିକ୍ରମ ହଁ ସେ ତ ଆମର ପ୍ରଥମ କଣ୍ଟା। କାହିଁକି ଜାଣିଛ ତମ ବଡ଼ ଭାଇ ଯଦି ମା ହୋଇଯିବ ନା ତାହେଲେ
ସେ ତ ରାଜ୍ୟର ପାଟରାଣୀ ହୋଇଯିବ ଆଉ ଆଉ ତା ପୁଅ ନା ତା ପୁଅ ହୋଇଯିବ ରାଜ୍ୟ ସିଂହାସନର ରାଜା ଆଉ ତମେ ଓ ହେଇଯିବି ଗୋଟାଏ ଭିକାରୀ ଆଉ ହଁ ହଁ ସେ ଭିକାରୀ ହୋଇଯିବ ଭିକାରୀ ନାଇଁ ସେ ସୁଯୋଗଟା ମୋ ବଡ ଭାଉଜକୁ ଦେବିନି ଦରକାର ପଡ଼ିଲେ ବଡ ଭାଉଜଟାକୁ ଜୀବନରୁ ମାରିଦେବି ତା ପେଟରେ ବଢୁଥିବା ଛୁଆଟାକୁ ଏ ଆଲୋକ ଦେଖିବା ପୂର୍ବରୁ ତାକୁ ସର୍ବଶେଷ କରିଦେବି ହଁ ହଁ ସତରେ ତମେ କାମ କରିପାରିବ ନିଶ୍ଚୟ କରିବି ସତ କହୁଛ ହଁ ହଁ ଆଉ ଶୁଣ ବିକ୍ରମ ଶୁଣ ଭାଉଜ ତମେ ଯଦି ତମ ବଡ ଭାଉଜକୁ ମାରିଦବ ନା ହଁ ହଁ ତାହେଲେ ତାହେଲେ ତ ରାଜ୍ୟର ପାଟରାଣୀ ହେବି ମୁଁ ହେଲେ ଜାଣିଛ ଭାଉଜ ତମକୁ ନା ତମକୁ ଏ ରାଜ୍ୟ ସିଂହାସନର ରାଜା ନ କରିଦବ ଏ ମାୟାବତୀ। ବସ୍ ଭାଉଜ ବସ୍ ଆଜି ଦିନଠୁ ଆମ ଦୁଇ ଜଣଙ୍କର ଗୁପ୍ତ କାହାଣୀ କେହି ବି ଯେମିତି ଜାଣି ନପାରେ ଏ ବିକ୍ରମେ ହଁ ଆଜିକାଲି ନା ଆଜିକାଲି କାନ୍ଥରେ ବି କାନ ଅଛି ହଁ। এই କଥା ଯଦି କିଏ ଜାଣିଯିବ ତାହେଲେ କଥାଟା ଅଲଗା ହେଇଯିବ ହଁ, ଭାଉଜ। ସେଥିପାଇଁ ଜାଣିଛ ତମ ବ୍ୟତୀତ ଏ କଥା କିଏ ମଧ୍ୟ ଜାଣିପାର ନାହିଁ ঠিক আছে ভাউজ আଜି দিনঠু আরম্ভ হলা তোমার আর মোর সেই গুপ্ত সম্পর্ক ଆଉ ଶୁଣ ଏଇଟା ଯାଇ ତମ ଭାଇକୁ ମତେ ସାକ୍ଷାତ କରିବାକୁ ହବ ଓ ମୋ ଭାଇ ଚାଳକ ହଁ। ହଁ ତା ପାଖରେ ମୋର ଜରୁରୀ କାମ ଅଛି ହଁ ଭାଉଜ ତମ କଥା ସେ ନିଶ୍ଚୟ ରଖିବ ହଁ। ଆଉ ଜାଣିଛ ବିକ୍ରମ ଜାଣିଛ ହଁ ସେ ଯଦି କଥା ରଖିବନି ତାହେଲେ ତା ତଣ୍ଟିକୁ ଯେମିକି ମାରିଦେବି ମୁଁ ଆଜି ଦିନଠୁ ଆରମ୍ଭ କରିବା ଏ ବିକ୍ରମ ସେନ ଆଉ ଗୋଟାଏ ମହାଭାରତ ଆସୁଛି ଭାଉଜ ଆସୁଛି ନମସ୍କାର छैया रे छैया ए বিক্রমী তুমি না তুমি তো জানি না ମୋ ନାଁ ମାୟାବତୀ ବା ମାୟାବତୀ ଆଉ ଜାଣିଛ ଏ ମାୟାବତୀର ମାୟାକୁ ଜାଣିବ ନା ଏତେ ସହଜ ନୁହଁ କଥାରେ ପରା ଅଛି ନା ନାରୀ ମାୟା ନା ବଢି ପାଣି ଆଉ ଜାଣିଛ ବ୍ରହ୍ମା ବି ନ ପାରନ୍ତି ଜାଣିବା ତମକୁ ପୁରା ବାକାର କହିଛି ମୁଁ ଗୋଟିଏ ନାୟିକା ନୁହଁ ମୁଁ ଗୋଟିଏ ନା ଖଲ ନାୟିକା